नमस्कार आपण ସମସ୍ତଙ୍କୁ ଆମ ଚ୍ୟାନେଲରେ ପୁଣି ଥରେ ସ୍ୱାଗତ। ମୁଁ ରାନୁ ମୁଁ ପିଙ୍କୁ। ତ ଆଜି ଆମେ ପୁଣି ଗୋଟେ ନୂଆ ଭିଡ଼ିଓ ନେଇ ପଳେଇ ଆସିଛୁ। ଆଜି ଆମର ଅଛି ଚିଲି ଚିକେନ୍। ଦେଖନ୍ତୁ ପୁରା ଚିଲି ଚିକେନ୍ ଆମେ ତ ଡେଲି ଖାଉଛନ୍ତି, ସେଟା ଆମ ଭିଡ଼ିଓରେ ଆପଣମାନେ ଦେଖିବାକୁ ପାଇବେ। ଚିଲି ମାନେ ସେଟା କ'ଣ ଚିକେନ୍ ତରକାରୀ, ମଟନ୍ କଷା ଯାହା ବି ସେଟା ଆମେ ଖାଉଛୁ। କିନ୍ତୁ ଚିଲି ଚିକେନ୍ ବହୁତ ଦିନ ହେଲାଣି ଆମେ ଖାଇନଥିଲେ। ଖାଇଥିଲେ ପ୍ରିଭିୟସ୍ 1 month 2 month ପ୍ରିଭିୟସ୍ ଭବଣୀ ଭିଡ଼ିଓରେ ଆମେ ଖାଇଥିଲେ ନା। ଏବେ ରିସେଣ୍ଟ ଆମେ ଖାଇନାହାନ୍ତି, ତ ସେଥିପାଇଁ ଆଜି ମୁଁ କହିଲି ନାଇଁ ଇଚ୍ଛା ବି ହେଉଥିଲା ଚିଲି ଚିକେନ୍ ଟିକେ ଖାଇବା ପାଇଁ। ପିଙ୍କୁ ବି କହିଲା ନାଇଁ ଆଜି ଚିଲି ଚିକେନ୍ କରିବା। ମୁଁ ଫାଷ୍ଟ କହୁଥିଲି ତରକାରୀ କରିବା ପାଇଁ, କହିଲା ନା ଚିଲି ଚିକେନ୍ କରାହେବ ଆଜି। ସେଥିପାଇଁ ଆମର ପୁରା ଚିଲି ଚିକେନ୍ ଦେଖନ୍ତୁ ପୁରା ରେଡ଼ି ହେଇକି ଅଛି। ଚିଲି ଚିକେନ୍ ସହିତ ଟିକେ ଚାଉମିନ୍ ଫାଉମିନ୍ ମାନେ ଚାଇନିଜ୍ ପ୍ଲାଟର ହେଇଥିଲେ ଟିକେ ମଜା ଲାଗିଥାନ୍ତା, ବଟ୍ ଠିକ୍ ଅଛି ଆମେ ଏଇଥିରେ ବି ଆଡ଼ଜଷ୍ଟ କରିଦେବା। ଆଚ୍ଛା, ତ ଆଉ ଗୋଟେ ଆପଣମାନଙ୍କ ସହିତ ମୋର କଥା ଥିଲା। ଆମର ତ ଆମେ ଖାଇବା, ଆପଣମାନେ ଆମ ଯିଏ ଫାଷ୍ଟ ଆମର ଭିଉଅର୍ସ ମାନେ ଅଛନ୍ତି, ଆପଣମାନେ ଯେଉଁମାନେ ଦେଖୁଛନ୍ତି ଆମ ଭିଡ଼ିଓକୁ, ମାନେ ଆମେ ଖାଇବା କଣ୍ଟେଣ୍ଟ ହିଁ ସବୁବେଳେ ବନାଉଛୁ। ତ ଆପଣମାନେ ଯଦି ମାନେ ଇଣ୍ଟରେଷ୍ଟେଡ଼, ଆମେ ମାନେ ଆପଣମାନେ ଚାହିଁଲେ ଆମେ ବ୍ଲଗ୍ ଆଡ଼େ ଚ୍ୟାନେଲଟାକୁ ନିଆହେବ, ମାନେ ବ୍ଲଗ୍ କରାହେବ। ଡେଲି ଆମେ ଯେମିତି ଖାଇବା କଣ୍ଟେଣ୍ଟ ହିଁ ଆଣାହେବ, ମାନେ ଆମେ ଯେମିତି ଆମ ରୁଟିନ୍ କ'ଣ, ଆମେ କ'ଣ ନାହିଁ କ'ଣ କେମିତି କରୁଛୁ, ଖାଇବାଟାକୁ କେମିତି ତିଆରି କରୁଛୁ, ତାପରେ କେମିତି କ'ଣ ଭିଡ଼ିଓର ବ୍ୟାକ୍ଗ୍ରାଉଣ୍ଡଟା ମାନେ BTS ଯେଉଁଟା ବ୍ୟାକ୍ଗ୍ରାଉଣ୍ଡରେ କ'ଣ ସବୁ ସିନ୍ ରହୁଛି, ଆପଣମାନେ ସେଇଟା ଦେଖିବାକୁ ପାଇବେ। ତ ନିହାତି କମେଣ୍ଟରେ ଜଣାଇବେ କି ଆମେ ଚ୍ୟାନେଲକୁ ବ୍ଲଗ୍ ଆଡ଼େ ନେବାଟା ଠିକ୍ ହେବ ନା ନାହିଁ, ମାନେ ଭିଡ଼ିଓସ୍କୁ ମାନେ ବ୍ଲଗ୍ ଟାଇପ୍ର କରିବା। ମାନେ ଖାଇବାଟା କେମିତି ଆସିଥିଲା, ତିଆରି ହେଲା, ତାପରେ ପ୍ରିପାରେସନ୍ କେମିତି ହେଲା। ତ ପିଙ୍କୁ ସବୁ କ'ଣ କ'ଣ କରୁଛି ବ୍ୟାକ୍ଗ୍ରାଉଣ୍ଡରେ ଆପଣମାନେ ଦେଖିବେ ହେଲା। ଖାଲି ଖାଉଛି ବସିକି, ଆଉ କିଛି ନାହିଁ, ଖାଲି ସେ ଖାଉଛି। ତ ସେଇଟା ଆପଣମାନେ ଦେଖିବାକୁ ପାଇବେ। ତ ନିହାତି କମେଣ୍ଟରେ ଜଣାଇବେ ଆପଣମାନେ ସେଥିପ୍ରତି ଇଣ୍ଟରେଷ୍ଟ ଅଛନ୍ତି ନା ନାହାନ୍ତି। ତ ଏବେ ଚାଲନ୍ତୁ, ଆମର ପୁରା ଚିକେନ୍ ପୁରା ରେଡ଼ି ହେଇକି ଅଛି। ତ ଏବେ ଚାଲନ୍ତୁ ଆମେ ଖାଇବା ଷ୍ଟାର୍ଟ କରିଦେବା। ଚିକେନ୍ ପୁରା ଜୁସି ହେଇଛି ନା, ଆଉ ଟିକେ ଗ୍ରେଭି ହେଇଥିଲେ ଭଲ ଲାଗିଥାନ୍ତା। ଦେଖିନି ଚଳେଇଦେବା। ଗୋଟେ ଖାଇବାନି ମୁଁ ତିନିଟା ଖାଇସାରିଲାଣି। ତେଲ ଚିଲି ଚିକେନ୍ ଛଣା ହେଉଥିଲା, ମାନେ ଏଇଟା ଫାଷ୍ଟ ମାନେ କ'ଣ ଫ୍ରାଏଡ଼୍ କରାହୁଏ, ତେଲରେ ଛଣା ହୁଏ, ତାପରେ ସସ୍ ଦେଇକି ଇଏ କରାହୁଏ। ମାନେ ଫ୍ରାଏଡ଼୍ କରିବା ଭିତରେ ପିଙ୍କୁ ପୁରା ମୁଁ ଗଣିଛି ପୁରା ସେ 9ଟା ପିସ୍ ଖାଇଥିଲା। ତୁ ଖାଇନି? ମୁଁ ଗୋଟେ, ମାନେ ଭାବନ୍ତୁ ସେ କେତେ ଖାଉଛି। ପାଟି ସାରା ମଣିଷ ହେଲାଣି। ଭଲ ମିଛ କଥା କହୁନି। ତୁ କେମିତି ଜାଣିଲୁ ମୁଁ ସବୁ ସତ କହୁଛି? କ'ଣ ଦେଖୁଛୁ କେମିତି? ତୁ ଜାଣିପାରିବୁନି ହେଲା, ସେ ତ କହିବିନି। ଖାଇପାରିବୁ ତ ପିଙ୍କୁ? ପାଇବୁନି କହ।
ଖାଇପାରିବୁନି। Ui. ମୁଁ ଖାଇପାରିବନି ମୁଁ କଣ ଖାଇପାରିବିନି ମୁଁ ଖାଇଦେବି। ନା ତ ଖାଇନି। ମୁଁ ଖାଇନି। ହାଟ୍। ନଜର ଲଗେଇଦେଲ ଖାଇବା ଆଉ ତା ଖାଇବାକୁ ଇଚ୍ଛା ହେଲାନି। ସସ୍ ପଡ଼ିବ ସେଇଟା ଭଲ ଲାଗୁଛି। ବେଶୀ ଗଳୁଛି ତଣ୍ଟି। ପେଟ ଫୁଲ ହେଇଗଲା। ପୁଣି ମୁଁ ଏତେଟା ମାତ୍ର ଖାଇଥିବି 7 ଆଉ ଟିକେ ଲାଗିବ ଶୁଣ ଚିକେନ୍। ଆଉ ହବନି। ଚାଲ ମୁଁ ଚାଟୁଛି। stupid ସେତିକି ସେତିକି ଅଛି ଛୋଟ ସେ ଯୋଉ ଆମେ ପ୍ଲେଟରେ ଖାଆନ୍ତି ଏମିତି ବଡ଼ ମାନେ ବି କରୁଥିବେ ଓକେ ମାନେ ଯୋଉମାନେ ମ୍ୟାଗି ଖାଆନ୍ତି ମ୍ୟାଗି ଖାଇଦେବେ ତାପରେ ଗୋଟେ ପ୍ଲେଟଟାକୁ ଏମିତି ଧରିକି ଚାଟୁଥିବେ ଏମିତି ବଡ଼ ମାନେ ବି କରନ୍ତି ବାକି ମୁଁ ବି ଥରେ 2 ଥର କରିଛି ମୁଁ କାହିଁକି କହିବି ମୁଁ କରିନି ମୁଁ ବି କରିଛି ଆଉ ବଡ଼ମାନେ ବି କରୁଥିବେ ମୁଁ ଜାଣିଛି ତାକୁ ତ ପୁରା ଏମିତି ସଫା କରିବା ମାନେ ଯେମିତି ଲାଗିବ ଏଇ ମାନେ ଆକ୍ଚୁଆଲି କେହି ପ୍ଲେଟରେ ଖାଇ ହିଁ ନାହାନ୍ତି କିଛି ସେଇଭଳିଆ ପ୍ଲେଟ୍ ସଫା କରେ ମ୍ୟାଗି ପୁଣି ତାର ମ୍ୟାଗି ଫେବରେଟ୍ ପୁରା ଓକେ ଟ୍ୟାଲେଣ୍ଟ ଅଛି ଆଉ ଏଇଭଳିଆ ଟ୍ୟାଲେଣ୍ଟ ଦରକାର ନାହିଁ ଠିକ୍ ଅଛି ଚିକେନ୍ ପୁରା ଶେଷ ଚିକେନ୍ ଖାଇବାରେ ଆମେ ଭାଇ ଭଉଣୀ ପୁରା ଏକ୍ସପର୍ଟ ହେଇଗଲୁଣି ମୋତେ ଲାଗୁଛି ତାଠୁ ବି ବେଶୀ ଅଛି କିଏ ମୁଁ ମଟନ୍ ଖାଇବାରେ। ତ ଠିକ୍ ଅଛି ଆମେ ଭିଡ଼ିଓ କରିବା ନିହାତି ଲାଇକ୍ କମେଣ୍ଟ ସେୟାର କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ତ ରହିଲୁ ନମସ୍କାର।